ଫରାସୀ ବିପ୍ଳବର ଶେଷ ଭାଗ ଭିଡ଼ିଓଟିକୁ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଫରାସୀ ବିପ୍ଳବର ଫଳାଫଳ। ଯଦି ପିଲାମାନେ ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ ଏବଂ କେମିତି ଲାଗୁଛି ଭିଡ଼ିଓଟି ତୁମେ କମେଣ୍ଟ ବକ୍ସରେ କମେଣ୍ଟ କରିକି କହିବ। ତା ସହିତ ଆହୁରି ବି ଯଦି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗୁଛି ତାହେଲେ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ। ଫରାସୀ ବିପ୍ଳବର ଫଳାଫଳ। ପ୍ରଥମ ଫଳାଫଳ ହେଉଛି ପିଲାମାନେ ରାଜତନ୍ତ୍ରର ପତନ। ରାଜତନ୍ତ୍ର କହିଲେ ପିଲାମାନେ ରାଜାମାନଙ୍କ ଦ୍ୱାରା ଯେଉଁ ଶାସନ କରାଯାଏ ତାକୁ ରାଜତନ୍ତ୍ର ବୋଲିକି କୁହାଯାଏ ଏବଂ ଫ୍ରାନ୍ସରେ ବୁର୍ବନ ରାଜବଂଶର ରାଜାମାନେ ଶାସନ କରୁଥିଲେ। ଫରାସୀ ବିପ୍ଳବ ହେବା ଦ୍ୱାରା ସେହି ବୁର୍ବନ ରାଜବଂଶର ରାଜତନ୍ତ୍ରର ପତନ ଘଟିଥିଲା। ଫରାସୀ ବିପ୍ଳବ ହେବା ଦ୍ୱାରା ଗଣତନ୍ତ୍ରର ଉତ୍ଥାନ ହୋଇଥିଲା। ଗଣତନ୍ତ୍ରର ଉତ୍ଥାନ କହିଲେ ପିଲାମାନେ ଗଣତନ୍ତ୍ର କହିଲେ ଯେଉଁଠି ଶାସନ ଲୋକମାନଙ୍କ ଦ୍ୱାରା ହୋଇଥାଏ ତାକୁ କୁହାଯାଏ ଗଣତନ୍ତ୍ର ଶାସନ ଏବଂ ଏହି ଫରାସୀ ବିପ୍ଳବ ହେବା ଦ୍ୱାରା ଗଣତନ୍ତ୍ର ଶାସନ ଫ୍ରାନ୍ସରେ ପ୍ରତିଷ୍ଠା ହୋଇଥିଲା। ଆହୁରି ପିଲାମାନେ ଫରାସୀ ବିପ୍ଳବ ହେବା ଦ୍ୱାରା ନାଗରିକ ଅଧିକାର ଶୀର୍ଷକ ଘୋଷଣାପତ୍ର ଘୋଷଣା କରାଯାଇଥିଲା ଏବଂ ନାଗରିକମାନଙ୍କୁ ଭୋଟ ଦେବାର ଅଧିକାର ମଧ୍ୟ ପ୍ରଦାନ କରାଯାଇଥିଲା। ଫରାସୀ ବିପ୍ଳବ ହେବା ଦ୍ୱାରା ଫ୍ରାନ୍ସର ଲୋକମାନେ ତଥା ସମଗ୍ର ବିଶ୍ୱର ଲୋକମାନେ ସାମ୍ୟ, ମୁକ୍ତି ଓ ଭ୍ରାତୃତ୍ୱ ଭାବ ଶିଖିଲେ। ସାମ୍ୟ ମାନେ ହେଲା ପିଲାମାନେ ସମାନ, ମୁକ୍ତି ମାନେ ହେଲା ଫ୍ରିଡମ୍ ଏବଂ ଭ୍ରାତୃତ୍ୱ ମାନେ ହେଲା ତୁମର ଭାଇଚାରା। ଏହି ସାମ୍ୟ, ମୁକ୍ତି ଏବଂ ଭ୍ରାତୃତ୍ୱ ଭାବ ଫ୍ରାନ୍ସର ଲୋକମାନେ ତା ସହିତ ସାରା ବିଶ୍ୱର ଲୋକମାନେ ଏହି ଫରାସୀ ବିପ୍ଳବରୁ ହିଁ ଶିଖିଲେ। ଫରାସୀ ବିପ୍ଳବ ହେବା ଦ୍ୱାରା ଫ୍ରାନ୍ସର ସମାଜରେ ଯେଉଁ ସାମନ୍ତ ବର୍ଗର ଲୋକ ଥିଲେ ତା ସହିତ ଯେଉଁ ଧର୍ମଯାଜକ ବର୍ଗର ଲୋକମାନେ ଥିଲେ ତାଙ୍କର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତ କରାଗଲା। ଏହି ସାମନ୍ତ ଓ ଧର୍ମଯାଜକମାନେ ଫ୍ରାନ୍ସର ସମାଜରେ ପ୍ରଥମ ଗୋଷ୍ଠୀର ଲୋକ ଥିଲେ ଏବଂ ଏହି ସାମନ୍ତ ଓ ଧର୍ମଯାଜକମାନଙ୍କ ପାଖରେ ଫ୍ରାନ୍ସର ସମସ୍ତ ଜମି ହିଁ ଅଧିଗ୍ରହଣ ହୋଇକି ଥିଲା ଏବଂ ତାଙ୍କର ସମ୍ପତ୍ତିକୁ ଫରାସୀ ବିପ୍ଳବ ହେବା ଦ୍ୱାରା ବାଜ୍ୟାପ୍ତ କରାଗଲା। ଫରାସୀ ବିପ୍ଳବ ହେବା ଦ୍ୱାରା ଫ୍ରାନ୍ସରେ ଯେଉଁ ସୁବିଧାଭୋଗୀ ଗୋଷ୍ଠୀର ଲୋକମାନେ ଥିଲେ ତାଙ୍କର ସମସ୍ତ ସୁବିଧାକୁ ବିଲୋପ କରିଦିଆଗଲା। ଯେମିତିକି ସୁବିଧାଭୋଗୀ ଗୋଷ୍ଠୀର ଲୋକମାନେ କହିଲେ ସାମନ୍ତମାନେ ଥିଲେ ଏବଂ ଧର୍ମଯାଜକମାନେ ଥିଲେ। ଏମାନେ ସମସ୍ତ ପ୍ରକାର ସୁବିଧାକୁ ଉପଭୋଗ କରୁଥିଲେ ଫ୍ରାନ୍ସରେ, କିନ୍ତୁ ଫରାସୀ ରାଷ୍ଟ୍ର ବିପ୍ଳବ ହେବା ଦ୍ୱାରା ସେମାନଙ୍କର ସମସ୍ତ ସୁବିଧାକୁ କ'ଣ କରାଗଲା? ବିଲୋପ କରିଦିଆଗଲା। ଫରାସୀ ବିପ୍ଳବ ହେବା ଦ୍ୱାରା ଫ୍ରାନ୍ସରେ ଯେଉଁ ରାଜତନ୍ତ୍ର ଶାସନ ଚାଲିଥିଲା ରାଜତନ୍ତ୍ର ଶାସନର ପତନ ହେଲା ଏବଂ ରାଜତନ୍ତ୍ରର ପତନ ହେବା ପରେ ଫ୍ରାନ୍ସର ନେତୃତ୍ୱ ନେଇଥିଲେ ଫ୍ରାନ୍ସର ସମାଜରେ ଥିବା ମଧ୍ୟବିତ୍ତ ଗୋଷ୍ଠୀର ଲୋକ ଏବଂ ସେହି ମଧ୍ୟବିତ୍ତ ଗୋଷ୍ଠୀର ଲୋକମାନଙ୍କୁ କୁହାଯାଉଥିଲା ବୁର୍ଜୁଆ ବୋଲିକି। ସେମାନଙ୍କୁ ବୁର୍ଜୁଆ ବୋଲିକି କୁହାଯାଉଥିଲା ଏବଂ ଏମାନେ ଫ୍ରାନ୍ସର ନେତୃତ୍ୱ ନେଲେ ଏବଂ ଫ୍ରାନ୍ସକୁ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି କରାଇବାକୁ ଚେଷ୍ଟା କରିଲେ। ଫରାସୀ ରାଷ୍ଟ୍ର ବିପ୍ଳବ ହେବା ଦ୍ୱାରା ଫ୍ରାନ୍ସରେ ଗୋଟିଏ ଲିଖିତ ସମ୍ବିଧାନ ପ୍ରସ୍ତୁତ କରାଗଲା ଏବଂ ସେହି ଲିଖିତ ସମ୍ବିଧାନର ନିୟମ କାନୁନ ଅନୁସାରେ ଫ୍ରାନ୍ସ ପରିଚାଳିତ ହେଲା। ଆହୁରି ପିଲାମାନେ ଫରାସୀ ବିପ୍ଳବ ହେବା ଦ୍ୱାରା ଫ୍ରାନ୍ସର ଯେଉଁ ନାଗରିକମାନେ ଥିଲେ ସାଧାରଣ ନାଗରିକମାନେ ସେମାନଙ୍କୁ ଭୋଟ ଦେବାର ଅଧିକାର ମିଳିଲା। ଫରାସୀ ବିପ୍ଳବ ପୂର୍ବରୁ ଫ୍ରାନ୍ସର ସାଧାରଣ ଜନତାଙ୍କୁ ଭୋଟ ଦେବାର ଅଧିକାର ନଥିଲା, କିନ୍ତୁ ଫରାସୀ ବିପ୍ଳବ ହେବା ଦ୍ୱାରା ଫ୍ରାନ୍ସର ସମାଜରେ ଯେଉଁ ସାଧାରଣ ନାଗରିକମାନେ ଥିଲେ ସେମାନଙ୍କୁ ଭୋଟ ଦେବାର ଅଧିକାର ଦିଆଗଲା। ଫରାସୀ ବିପ୍ଳବ ସମୟରେ ଚର୍ଚ୍ଚ ରାଷ୍ଟ୍ରର ଅଧୀନରେ ନଥିଲା। ଏହି ଚର୍ଚ୍ଚ ଗୁଡ଼ିକ ଫ୍ରାନ୍ସର ସମାଜରେ ଯେଉଁ ଧର୍ମଯାଜକ ଗୋଷ୍ଠୀମାନେ ଥିଲେ ତାଙ୍କର ଅଧୀନରେ ଏହି
ଚର୍ଚ୍ଚ ଥିଲା, କିନ୍ତୁ ଫରାସୀ ବିପ୍ଳବ ହେବା ଦ୍ୱାରା ଏହି ଚର୍ଚ୍ଚ ଗୁଡ଼ିକ ରାଷ୍ଟ୍ରର ବା ଫ୍ରାନ୍ସ ଦେଶର ଅଧୀନରେ ଆସିଲେ। ଫରାସୀ ବିପ୍ଳବ ପୂର୍ବରୁ ଫ୍ରାନ୍ସର ଚର୍ଚ୍ଚ ଗୁଡ଼ିକ ଅତ୍ୟଧିକ ସମ୍ପତ୍ତିର ଅଧିକାରୀ ଥିଲେ, କିନ୍ତୁ ଫରାସୀ ବିପ୍ଳବ ହେବା ଦ୍ୱାରା ଚର୍ଚ୍ଚମାନଙ୍କରେ ଯେଉଁ ସମ୍ପତ୍ତି ଗୁଡ଼ିକ ଥିଲା ତାକୁ ଜାତୀୟ ସମ୍ପତ୍ତି ରୂପେ ପରିଗଣିତ କରାଗଲା ଏବଂ ଏହି ଚର୍ଚ୍ଚ ଗୁଡ଼ିକୁ ଫ୍ରାନ୍ସର ସମ୍ପତ୍ତି ଶୂନ୍ୟ କରିଦିଆଗଲା। ଫରାସୀ ବିପ୍ଳବ ହେବା ପୂର୍ବରୁ ଫ୍ରାନ୍ସରେ କୃଷି ଭୃତ୍ୟ ପ୍ରଥା ପ୍ରଚଳନ ଥିଲା, କିନ୍ତୁ ଫରାସୀ ବିପ୍ଳବ ହେବା ଦ୍ୱାରା ଫ୍ରାନ୍ସରେ ଯେଉଁ କୃଷି ଭୃତ୍ୟ ପ୍ରଥା ପ୍ରଚଳନ ଥିଲା ସେହି କୃଷି ଭୃତ୍ୟ ପ୍ରଥାର ଅବସାନ ଘଟିଲା। ଫରାସୀ ବିପ୍ଳବ ପୂର୍ବରୁ ଫ୍ରାନ୍ସର ସମାଜରେ ଯେଉଁ ପ୍ରଥମ ଗୋଷ୍ଠୀର ଲୋକମାନେ ଥିଲେ ଯେମିତିକି ସାମନ୍ତ, ସେମାନଙ୍କର ଗୋଟିଏ ପ୍ରଥା ଥିଲା ଦାସ ରଖିବା ଏବଂ ସେହି ଦାସ ରଖିବା ପ୍ରଥାଟା ସେମାନଙ୍କ ପାଇଁ ଗୋଟେ ପ୍ରତିଯୋଗିତା ଥିଲା। ଯିଏ ଯେତିକି ଦାସ ରଖୁଥିଲେ ସେମାନେ ସେତିକି ଉନ୍ନତ ଧରଣର ବୋଲି ସେମାନଙ୍କୁ ପରିଗଣିତ କରାଯାଉଥିଲା, କିନ୍ତୁ ଫରାସୀ ବିପ୍ଳବ ହେବା ଦ୍ୱାରା ଏ ଦାସତ୍ୱ ପ୍ରଥା ମଧ୍ୟ ବିଲୋପ ହେଲା ବା ଏ ଦାସତ୍ୱ ପ୍ରଥାର ମଧ୍ୟ ଅବସାନ ଘଟିଲା। ଫରାସୀ ବିପ୍ଳବର ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ହେଲା ଯେ ଫ୍ରାନ୍ସର ଲୋକମାନଙ୍କ ମନରେ ଫରାସୀ ବିପ୍ଳବ ଜାତୀୟତାବାଦର ଉନ୍ମେଷ କଲା ବା ଜାତୀୟତାବାଦର ସୃଷ୍ଟି ହେଲା। ଜାତୀୟତାବାଦ କହିଲେ ପିଲାମାନେ ନିଜ ଦେଶ ପ୍ରତି ପ୍ରୀତି ବା ନିଜ ଦେଶ ପ୍ରତି ପ୍ରେମ, ଏହାକୁ କୁହାଯାଏ ଜାତୀୟତାବାଦ ଏବଂ ଏହି ଜାତୀୟତାବାଦ ହିଁ ଫରାସୀ ବିପ୍ଳବକୁ ସଫଳ କରିଦେଲା ପିଲାମାନେ। ଏବଂ ଏହି ଫରାସୀ ବିପ୍ଳବର ଜାତୀୟତାବାଦକୁ ଦେଖିକି ସାରା ବିଶ୍ୱର ରାଷ୍ଟ୍ରମାନେ ଯେଉଁମାନେ ଅନ୍ୟ ଦେଶ ଦ୍ୱାରା ଶାସିତ ହେଉଥିଲେ ତାଙ୍କର ଶତ୍ରୁ ରାଷ୍ଟ୍ର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ଏବଂ ପରାଧୀନତାରୁ ସ୍ୱାଧୀନତାର ସ୍ୱାଦ ଚାଖିଲେ। ଯେଉଁ ପିଲାମାନେ ଫରାସୀ ବିପ୍ଳବର ଆଗରୁ ଯେଉଁ 4ଟି ଭାଗ ଭିଡ଼ିଓ ଅପଲୋଡ଼ କରାଯାଇଛି ସେମାନେ ଯଦି ଦେଖିନାହାନ୍ତି ସେମାନେ ଯାଇକି ଦେଖିବେ ଏବଂ ପରିଶେଷରେ ଏହି ଫରାସୀ ବିପ୍ଳବର ଫଳାଫଳ ଭିଡ଼ିଓଟିକୁ ଦେଖିବେ, ଯଦ୍ୱାରା ସେମାନେ ବହୁତ ସୁନ୍ଦର ଭାବରେ ବୁଝିପାରିବେ। ପିଲାମାନେ ଆଜିର ଭିଡ଼ିଓଟି ଯଦି ତୁମମାନଙ୍କୁ ପସନ୍ଦ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ଆଉ ପିଲାମାନେ ତୁମେମାନେ ଭିଡ଼ିଓଟି କେମିତି ଲାଗିଲା ଯେମିତି ହେଲେ କମେଣ୍ଟ କରିକି ଜଣାଇବ ଏବଂ ଯଦି ଭିଡ଼ିଓଟି ତୁମମାନଙ୍କୁ ବହୁତ ଭଲ ଲାଗିଛି ତୁମେ ଭିଡ଼ିଓଟିକୁ ଲାଇକ୍ କରିକି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ ଏବଂ ଯେଉଁ ବେଲ୍ ଆଇକନ୍ ଅଛି ତାକୁ ବି ବଜାଇଦେବ ପିଲାମାନେ, ଯଦ୍ୱାରା କ'ଣ ହେବ ମୁଁ ଯେତେବେଳେ ନୂଆ ଭିଡ଼ିଓ ନେଇକି ଆସିବି ତୁମମାନଙ୍କ ପାଖକୁ ନୋଟିଫିକେସନ୍ ଚାଲିଯିବ। ଏବଂ ନେକ୍ସଟ ଭିଡ଼ିଓରେ ପିଲାମାନେ ମୁଁ ତୁମମାନଙ୍କ ପାଇଁ ଏହି ଫରାସୀ ରାଷ୍ଟ୍ର ବିପ୍ଳବର କିଛି 1 ମାର୍କର MCQ ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚନ୍ ନେଇକି ଆସିବି ତୁମମାନଙ୍କ ପାଇଁ। ତ ସେତିକି ପର୍ଯ୍ୟନ୍ତ ବିଦାୟ ଦିଅ ପିଲାମାନେ, ରହିଲି, ଧନ୍ୟବାଦ।